आश्रम परिवेश मंडप गुरा अच्छे पूरा फ्री भिडियो नकल चलते निमेचरण दास विश्व भातृत्व दिव्यात्म परिषदर सभापति गत रविवार दिन माननीय मुख्यमंत्री आश्रम विषय कथबार्ता उन्नतीकरण सुंदरीकरण करने की गोटे बैठक बासभवन आम अनुष्ठित होता एवं से मतामत देते जे मु स्वतंत्र प्रशासन द्वारा कलेक्टर को आउ प्रशासक मान समस्त पठे क्षेत्रर बा परिषदर एवं आश्रमर उन्नतीकरण केमती डेवलपमेंट केमती गोटे खसड़ा प्रस्तुत कराइबे आज कार्य परिणत होती से माननीय कलेक्टर को पठे एवं अन्य समस्ते प्रशासन समस्ते हाँ चीफ मिनिस्टर सेक्रेटरी अनूप शाह महोदय समस्ते आसी आज आश्रम समस्त परिषद विषय एवं किभली भाव में थैथान करा सुंदरकरण करा एवं आश्रम किपरि सुंदर भाव में गठन करा से को विभाग सरकार अर्थ से माने तो स्वतंत्र भाव में स्वीकृत भाव में प्रभु को दान देइछन्ति से जगह को तेणु तांको दान देवा परिवर्ते आम थैथान केमती करवा भल भाव में कौटी निर्दिष्ट जगार उत्तम भाव से केमती रे कि ये सब कार्य स्थिर कर हाँ आमर जगह तो से रही निरूपण कराई प्रशासक अनुधान करुँच तार डिसाइड विपिन बिहारी ना ना यहाँ आप जो उपस्थित अच्छा ये होती आमर आराध्य देव प्रभुपाद गुरु स्वामी ठाकुर केशवचंद्र क्षेत्र मैं जन्मपीठ से पिलादिने आमको से सब कथा कहते जे ये जो आम गाँववासी अच्छा ये गोटे विराट क्षेत्र हबार अच्छी आउ तुम मैंने ये जगह भविष्य छाड़ी देवाक पड़ो सेठू आम तो से आमर जो असुविधा कथा सब कहीलु जे आम तो कौन चाकरी ना कि आम धन संपत्ति किसी ना आम ये पिला छुआ नहीं केमती कौन कौटी कड़े जीवु ये सी कहते जे से कथा तुम्हें चिंता करना से कथा मुझे चिंता करी हाँ तेरे आपण मैंने देखुं जो घर गुड़िक सब होती आज भी आमर कलेक्टर महाशय आसिक जो तदंत करेणु ये बाबद आपण मैंने आम आगु से कहते जे तुम्हें मत किसी दान कर भूमि दान आम कहल तो भूमि दान आमर कहीं ये घर दियो मात्र से कहते किसी चिंता कर किसी ना तुम्हें मत देदेले मु समस्त व्यवस्था करी तेणु से किसी दिन ये सब कार्य आरंभ हो जाता आरंभ होगा कौन से असुविधार बंद हो जाता
ଏବେ ଆପଣମାନେ ଯାହାକୁ ଦେଖୁଛନ୍ତି ଆଜି ଯେଉଁ ପରିବେଶ ଦେଖୁଛନ୍ତି ସେଥିରେ BDO ତହସିଲଦାର ଆମର କଲେକ୍ଟର ସମସ୍ତେ ଆସି ଏ ବାବଦରେ ଆମକୁ ଅବଗତ କରାଉଛନ୍ତି ଯେ ତୁମେ ସେଗୁଡ଼ା କହିଥିଲ ଆଉ ଏବେ କ'ଣ କରୁଛ। ଆମେ କହିଲୁ ଆଗରୁ ଏତେ ଆମେ କହିଛୁ ଆମର ଗୁରୁଙ୍କୁ ଆମେ କହିଛୁ ଆମେ ନିଶ୍ଚିନ୍ତ ଭାବେ ଆମେ ଯେତେ ପରିବାର ଯେତେ ଗାଁର ଯେତେ 70-80 ଘର ଅଛନ୍ତି ଆମେ ନିର୍ଦ୍ୱନ୍ଦରେ ତାକୁ ଦେଇଦେବୁ। ତେଣୁ ସେଇଥିପାଇଁ ଏସବୁ ପରିବେଶଟା ଆଜି ସୃଷ୍ଟି ହୋଇଛି। ଆଉ ଆମେ ବହୁତ ଖୁସି ଯେ ଏଗୁଡ଼ା ଆମେ ପିଲାଦିନୁ ଆହୁରି ଖୁସି କାହିଁକି ନା ନାଇଁ ଆମେ ସବୁ କଥା ବି ଉତ୍ଥାପନ କରିଥିଲୁ ଯେ ଆମେ କେମିତି କ'ଣ କରିବୁ ନା ସେ ବାବଦରେ କିଛି ଅସୁବିଧା ହେବନି ମୁଁ ସମସ୍ତ ବ୍ୟବସ୍ଥା କରିବି। ତାହେଲେ ସେ ତାଙ୍କର ସମସ୍ତ ବ୍ୟବସ୍ଥା କରିବେ ଆମେ କାହିଁ ଖୁସି ନ ହେବୁ। ଆଜ୍ଞା ମୋ ନାଁ ସୁରେଶ କୁମାର ଜେନା, ବିଶ୍ୱଭାରତ ଦିବାତ ପରିଷଦ କ୍ଷିତିଜ୍ୟୋତି ଆଶ୍ରମ ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗାର ସାଧାରଣ ସମ୍ପାଦକ। ଯେହେତୁ ମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱଭାରତ ଦିବାତ ପରିଷଦର ଜଣେ ଡିବେଟ୍ ସାଧାରଣ ଗୁରୁ ଭାଇ ଗୁରୁ ଭଉଣୀ ତାଙ୍କ ଧର୍ମପତ୍ନୀ ଗୁରୁ ଭଉଣୀ ବହୁତ ଦିନ ହେଲା ସେ ଆମର ଆଶ୍ରମକୁ ଆସନ୍ତି। ଆସିବା ଫଳରେ ଯେହେତୁ ଆମେ ଗର୍ବିତ ସ୍ୱର୍ଣ୍ଣକ୍ଷେତ୍ର ମାହାଙ୍ଗା ଆଜି ଗର୍ବିତ ଯେ ଏତେ ବଡ଼ ପଦବୀରେ ଆମର ସାଧାରଣ ଗୁରୁ ଭାଇ ଜଣେ ମୁଖ୍ୟମନ୍ତ୍ରୀ ହେଇଛନ୍ତି। ତାଙ୍କର ବହୁତ ଦିନର ଅଭିଳାଷ ଆଜି ସାକାର ରୂପେ ପୂରଣ ହେବାକୁ ଯାଉଛି। ସିଏ କହିଥିଲେ ଯେ ମୁଁ 2 ବର୍ଷ ଦୀର୍ଘ 2 ବର୍ଷ 2.5 ବର୍ଷ ହେଇଗଲାଣି ମୁଁ ଗୁରୁ ଆଶ୍ରମକୁ ଯାଇପାରିନାହିଁ। ସେଥିପାଇଁ ମୁଁ ଦୁଃଖିତ, ଠାକୁରଙ୍କର ଡୋରି ହେଇନାହିଁ। ଯାହା ହଉ ଡୋରି ଯଦି ହେବ ମୁଁ ଯିବି, ମୁଁ କିଛି ଠାକୁରଙ୍କୁ ଗିଫ୍ଟ ଦେବି। ସେ ସୁତରାଂ ସେ ଗିଫ୍ଟ ହିସାବରେ ଆମମାନଙ୍କୁ ଡାକିଥିଲେ, ଆମେ ଯାଇଥିଲୁ। ଯାଇକି ସେଠି କିଛି ପ୍ରସ୍ତାବ ଦେଇଥିଲୁ ଯେ ଠାକୁରଙ୍କ ବାପା ମା ମନ୍ଦିରଠୁ ଆରମ୍ଭ କରି ଦର୍ଶନ ରୁମ୍ ପଛକୁ ରହିଯାଇଛି। ତାହା ଦର୍ଶନ ରୁମ୍ ଆଉ ଠାକୁରଙ୍କ ବାପା ମାଙ୍କ ମନ୍ଦିର ଆଗରେ ଆମର ସ୍ଥାନୀୟ ଘର କିଛି ବାସିନ୍ଦା ସେ ରହିଯାଇଛନ୍ତି, ପୂର୍ବପୁରୁଷରୁ ସେ ରହିଯାଇଛନ୍ତି। ଯେହେତୁ ଆମେ ସେ ପ୍ରସ୍ତାବ ଦେଇଥିଲୁ ମାନ୍ୟବର ମୁଖ୍ୟମନ୍ତ୍ରୀକି, ସେ ପୂର୍ବପୁରୁଷରୁ ଯେଉଁମାନେ ଗରିବ ଗୁରୁବାଜନ ଓ 80 ପରିବାର ଆମେ ଦେଇଛୁ ଗ୍ରିଭାନ୍ସରେ। ସେଇଟା ଉଠିଗଲା ପରେ ଆମର ଫାଙ୍କା ହେଇଯିବ ବାପା ମାଙ୍କ ମନ୍ଦିର ଆଉ ଦର୍ଶନ ରୁମ୍ ଫାଙ୍କା ହେଇଗଲେ ଦୂରଦୂରାନ୍ତରୁ ଯେଉଁ ଅଲ୍ ଓଡ଼ିଶାରୁ ଯେଉଁ ଆମର ଭାଇ ଭଉଣୀ ଗୁରୁ ଭଉଣୀ ଆସୁଛନ୍ତି 12 ମାସରେ 13 ପର୍ବ ଚାଲିଛି। ସେ ଜନଗହଳି ବିଶେଷତଃ ଆପଣଙ୍କର ଇନ୍ଦୁ ପୂର୍ଣ୍ଣମୀ ଠାକୁରଙ୍କ ଜନ୍ମ ମହୋତ୍ସବ ଆଉ ଚୈତ୍ର ମାସରେ ଆମ 4 ଯୁଗର ଅଷ୍ଟପରି ନାମ ଯଜ୍ଞ ଆଉ ନାଗରଚୋଟି ଯେ ବାପା ମାଙ୍କର ଜନ୍ମ ମହୋତ୍ସବ ଏମିତି 12 ମାସରେ 13 ପର୍ବ ଚାଲିଛି। ଏବେ ଆପଣଙ୍କର ରାକ୍ଷୀ ପୂର୍ଣ୍ଣମୀ ମହୋତ୍ସବ ହେବ, ତା ପର ମାସେ ସେଇପାଇଁ ଆମର ପ୍ରଭୁ ଯେତେବେଳେ ସୁଖରେ ଥିଲେ ସେ ତାଙ୍କର ଏଇଟା ଦେବସ୍ଥଳୀ ଭଳି ତାଙ୍କୁ ଘୋଷଣା କରିଥିଲେ। ସୁଚାରୁରୂପ ଭାବେ କରିବେ ବୋଲି ପ୍ରତିଶ୍ରୁତି ମୋ ପ୍ରଭୁ ଶ୍ରୀ ଠାକୁର କେଶବ ଚନ୍ଦ୍ରଙ୍କୁ ଦେଇଥିଲେ। ତାପରେ ଏବେ ଆମେ ଯେହେତୁ ଆମର ସେତେବେଳେ କିଛି ପଇସା ଅଭାବ ଥିଲା, କିଛି ପଇସା ଦେଇକି ଘର ହେଇଛି। ଆମେ 26ରୁ 28ଟା ଘର ତାଙ୍କ ନାମରେ ପଟ୍ଟା କରିଦେଇଛୁ। ଆଉ କିଛି ବାପାଙ୍କର 4 ପୁଅ, ବାପା ଆଜି ଜମି ଦାନ ଭୂମି ଦାନ ଦେଇଥିଲେ, ତାଙ୍କ 4 ପୁଅ ହେଇଗଲେଣି, ସିଏ ତ ଦେଇନାହାନ୍ତି ନା। ଆମେ ସରକାର କତିରେ ଡିମାଣ୍ଡ କରିଛୁ ସେ ବାପାର 4 ପୁଅ ବାପା ପାଉ, ତାଙ୍କର ଭଉଣୀ ଯଦି ଘର ଜଇଁ ଅଛନ୍ତି ସିଏ ପାଉ, 4 ପୁଅମାନଙ୍କୁ ଘର ଦେଲେ ଏମାନେ ସେ ତାଙ୍କର ଭିଟାମିଟି ଛାଡ଼ିକି ଯିବେ ବୋଲି ଆମମାନଙ୍କ ଥରେ 2 ଥର 3 ଥର ସେମାନଙ୍କ ସାଥିରେ ବସିଛୁ। ଗ୍ରାମବାସୀ ବସିଛି, ପରିଷଦ ସେମାନଙ୍କ ସାଥିରେ ବସିଛି, ମୁରବୀ ଲୋକ ବସିଛନ୍ତି, ସ୍ଥାନୀୟ ସରପଞ୍ଚ ବି ବସିଛି। ଆଜ୍ଞା ଆଜି ମୁଖ୍ୟମନ୍ତ୍ରୀଙ୍କର ଅଫିସରୁ ଆସିଥିଲେ
ଚିଫ୍ ସେକ୍ରେଟାରୀଙ୍କର ଏକ୍ସେଟ୍ରା କ'ଣ ଅନୁପ ସାହା ଆଉ ନାଇଁ ଆଜ୍ଞା ସେଇଟା ଆମେ ଭାବିବୁ ସେଇଟା ହିଁ ସତ ଆଜିକା ଡେଟ୍ରେ ହେଇଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆମମାନଙ୍କୁ ଦେଇଥିବା କଥା ଆଜି ତାଙ୍କର ଅଫିସ ଲେଭେଲରୁ ପଠେଇଛନ୍ତି। କଲେକ୍ଟର ମହୋଦୟ ଆସିଥିଲେ, ସବ୍ କଲେକ୍ଟର ଆସିଥିଲେ। ହଁ ଆମେ ପ୍ରାୟ ଆପାତତଃ ପରିଷଦ ତରଫରୁ ଗ୍ରାମବାସୀ ତରଫରୁ ତ ଗ୍ରାମବାସୀ ସାଧାରଣ ଗୁରୁ ଭାଇମାନେ ବସିବେ, ସେମାନଙ୍କ ସାଥିରେ ବସିବେ, କଲେକ୍ଟର ବସିବେ, ସବ୍ କଲେକ୍ଟର ବସିବେ, ତହସିଲଦାର ବସିବେ, ବିଧାୟକ ବସିବେ, ଆମ ନେତୃବୃନ୍ଦ ବସିବେ। ଆଉ ବ୍ୟକ୍ତିଗତ ପରିଷଦ ଆଜି ଖୁସି ଯେ ସେମାନେ ଆସିକି ମାନ୍ୟବର ମୁଖ୍ୟମନ୍ତ୍ରୀ କଥା ଦେଇକି କଥା ରହିଥିବାଟା ସେଥିପାଇଁ ଆମେ ବହୁତ ଧନ୍ୟବାଦ ଦେବୁ ପରିଷଦ ତରଫରୁ।